ଡମ୍ଫର ପଛପଟୁ ପିଟିଲା ବାଇକ୍, ଜଣେ ମୃତ ଜଣେ ଗୁରୁତର। ପ୍ରତିବାଦରେ ରାସ୍ତାରୋକ। ପୁଣି ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଘଟଣା। ବସ୍ତା ଥାନା ଅଧୀନସ୍ଥ ଅମରଦା ରୋଡ ଫାଣ୍ଡି ଅନ୍ତର୍ଗତ ସୁପ୍ରଭା ଟିଭିଏସ୍ ଶୋରୁମ୍ର ସାମ୍ନାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣା ଘଟି ଜୈନିକ ଯୁବକଙ୍କର ପ୍ରାଣହାନି ଘଟିଥିଲା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରତିବାଦରେ ଅଞ୍ଚଳବାସୀ ରାସ୍ତାରୋକ କରିଛନ୍ତି। ତେବେ ମୃତ ଯୁବକ ଜଣକ ହେଲେ ନାଟକଟା ପଞ୍ଚାୟତ ଅନ୍ତର୍ଗତ ବସନ୍ତପୁର ଗ୍ରାମର ଦୀପକ ଭୂୟାଁ ଓ ଆହତ ଜଣକ ହେଲେ ମନୁ ହେମ୍ବ୍ରମ୍। ସୂଚନା ଅନୁଯାୟୀ ଗତକାଲି ଅମରଦା ରୋଡର ରେଳ ଷ୍ଟେସନ ସମ୍ମୁଖରେ ଗଚ୍ଛିତ ଥିବା ମୋରମ ଓ ନାଲିମାଟି କାଣ୍ଡି ନିକଟରେ କୌଣସି ଏକ ଗାଡ଼ି ଚକା ତଳେ ଜୈନିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଫଳରେ ସକାଳ 6ଟା ଠାରୁ 10ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତା ଦେଇ ମାଟି ଓ ମୋରମ ପରିବହନ କରୁଥିବା ଭାରିଯାନ ଚଳାଚଳ ବନ୍ଦ କରାଯାଇଥିଲା। ମନୁ ଓ ପ୍ରଦୀପ ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ କାନ୍ଥି ଚଡ଼କ ମେଳାରୁ ଉଡ଼ା ଦେଖି ବାଇକ୍ରେ ଘରକୁ ଫେରୁଥିବା ସମୟରେ ହାଇୱାକୁ ପଛପଟରୁ ଧକ୍କା ଦେଇ ଗୁରୁତର ଆହତ ହୋଇଥିଲେ। ତେବେ ଘଟଣାସ୍ଥଳରେ ପ୍ରଦୀପଙ୍କର ମୃତ୍ୟୁ ଘଟିଥିଲା ବେଳେ ମନୁ ସଂଜ୍ଞାହୀନ ହୋଇ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ। ସ୍ଥାନୀୟ ଜନସାଧାରଣ ଦୁହିଁଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବସ୍ତା ହସ୍ପିଟାଲକୁ ପଠାଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାମାନେ ରାସ୍ତାରୋକ କରିଛନ୍ତି। ବାଲେଶ୍ୱରରୁ ବନମାଳୀ ମହାକୁଡ଼ଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।